ହ୍ୟାଲୋ। ହଁ ହ୍ୟାଲୋ। ହଁ ହ୍ୟାଲୋ କହ। କଣ ହେଲା? ହଁ କଣ କରୁଛ? ଏଇଠି ବସିକି ପଢୁଥିଲି କହ। ନାଇଁ ବିଜି ଅଛ କି? ନାଇଁ ବିଜି ନାଇଁ, ଫାଙ୍କା ଅଛି, କହିଲୁ କଣ ହେଲା କହ। ନାଇଁ କହୁଥିଲି ଗୋଟେ କଥା ଯେ। ହଁ କହ, କଣ କଥା ଅଛି କହ। କହିବି ତ? ହଁ କହ, କଣ କରୁଛୁ ତୁ? ସତରେ କହିବି ତ? ମୁଁ ଏଠି ବସିକି ଗୋଟେ ଜିନିଷ ଦେଖୁଥିଲି ଯେ ମୋର ସେଟା ପସନ୍ଦ ଆସିଲା ହେଲା। ଆଚ୍ଛା। ହଁ ହଁ କହୁଥିଲି ସେଇଟା କିଣେଇଦବ ମତେ। ମୁଁ କିଣେଇ ଦେବି? ହୁଁ। ଆଚ୍ଛା, କୋଉ ଜିନିଷ ଦେଖିଛ ଯେ? ଗୋଟେ ହାଫ୍ ସୁଟେ ହେଲା। ସୁ ବହୁତ ପସନ୍ଦ ଆସୁଛି। ହଁ ପସନ୍ଦ ମୋ ଆସିଲା। ସାଙ୍ଗମାନେ ବି ହଁ ମୋ ସାଙ୍ଗମାନେ ବି ସେମିତିଆ ଡିଜାଇନ ର ପିନ୍ଧୁଛନ୍ତି ତ ମୁଁ ଟିକେ ଦେଖିଦେଲି ମତେ ବି ପସନ୍ଦ ଆସିଲା। ତ ସେଇ ଯୋଗୁ ତମକୁ କହିଲି ଆଉ। ମାନେ ମତେ କହୁଛ ଆଣିବ? ମାନେ ମାନେ ମତେ କହିବାରେ କଣ ଅଛି ଯେ ଏ କଥା। ଆଣିବ ତ ତମକୁ ଆଣିବ। କହିବିନି ନା? ପଇସା ଟା ବା ତମେ ଦବ, ତମକୁ କହିବିନି ନା। ଓ ମୁଁ ପଇସା ଦେମି ନା? ହୁଁ। କେତେ ପଇସା କଣ ଅଛି? ଦବ ନା ନାଇଁ ଆଗ ମାନେ ମୁଁ ଫାଇନାଲ କର। ସବୁ ଦେମି ନା ତମେ କିଛି ଦବ? ନାଇଁ ତମେ ସବୁ ଦବ। ମୁଁ ଆଉ ତାହେଲେ ତମ ତରଫରୁ କଣ ହେଲା? ମୁଁ ସବୁ ଦେଇଦେବି। ଦେମି ତମକୁ। ଏଠି ହଁ କେତେ ଟଙ୍କା ଅଛି? 1,500 ଟଙ୍କା। କେତେ ଶୁଭିଲାନି? 150? 1,500 ଟଙ୍କା। 1,500 ଟଙ୍କା? ଗୋଟେ ହଁ ସୁ ଦାମ 1,500 ଟଙ୍କା? ତମେ 1,500 ପିନ୍ଧିବ? ଟଙ୍କା ମାତ୍ର। ଏତେ ପଇସା ବାବୁ ମୋ ପାଖରେ ନାଇଁ ଲୋ। କଣ ଯେ ଦେଇପାରିବନି? ଦେଢ ତୁ ତ ହଜାର ଟଙ୍କା ତ। ତୁ ତ ମୋ ସିଚୁଏସନ ଦେଖେ, ମାନେ ଏ ମାସରେ ବି ଖାଇବା ପଇସା ବି ଦେଇନି। ଅଛି ଯେ 1,500 ଟଙ୍କା ମୁଁ ଖାଇବା ମିଲ୍ ପଇସା ଦେବି ହଷ୍ଟେଲ ରେ। କଣ କରିବି କହିଲୁ? ତୋ ପାଖରେ କିଛି ନାହିଁ ନା? ମୋ ପାଖରେ କିଛି ଥିଲା। ଅଛି ଯେ ସିଏ କାମ ନୁହଁ। ମୋ ପାଖରେ 500 ଖଣ୍ଡେ ହେଇପାରିବ ଲୋ। ତତେ ଦେଖ, ଏଇତ ନୂଆ ବର୍ଷ ଗଲା ତତେ ମୁଁ ଫିଷ୍ଟ ପାଇଁ 300 ଟଙ୍କା ଦେଲି। ଆଉ ତୁ ବୁଲାବୁଲି କରତେ ଗଲୁ କହିଲୁ 200 ଟଙ୍କା। ଆହୁରି ନୂଆ ଡ୍ରେସ ଆଣିଲୁ ସେଟା 1,500 ଟଙ୍କା ଦେଲି। ଆଉ ମୋ ପାଖରେ ଅଛି ଯେ ଅଳ୍ପ କିଛି ଖର୍ଚ୍ଚ ଅଛି ମୋ ଖର୍ଚ୍ଚ ପାଇଁ। ମୋ ଖର୍ଚ୍ଚ ପାଇଁ 500 ଟଙ୍କା ଥିଲା। ଆଉ ମିଲ୍ ପାଇଁ ଦେଇଥାନ୍ତି 1,500 ଟଙ୍କା। ଆଉ ମୋ ହଁ ଖର୍ଚ୍ଚ ନହେଲେ ଛାଡ ଦେଇଥାନ୍ତେ। ମିଲ୍ ପଇସା ନଦେଲେ ଖାଇବା ବନ୍ଦ କରିଦେବି ଲୋ। କଣ ଯେ ମୋର ଦରକାର ଥିଲା। ହଁ ମୁଁ ସାଙ୍ଗ ପାଖରୁ ବି ଧାର କରିଦେଇଛି, ଆଉ ମାଗି ବି ପାରୁନାହିଁ ଲୋ। କଣ କରିବି କହିଲୁ ନିଜେ କହ? ତୋର କିଏ ହଁ ସାଙ୍ଗ ଯେ ହଁ ଯେ ମୋର ସେଇଟା ପସନ୍ଦ ଆସିଛି ପରା, ବହୁତ ପସନ୍ଦ ଆସିଛି, ମତେ ଦରକାର ସେଇଟା। ପସନ୍ଦ ଆସିଛି ଯେ ଆର ମାସ ଆଡକୁ ହେଲେ ହବନି ନା? ନାଇଁ ମୋର ଏଇ ମାସରେ ଦରକାର। ଏ ମାସରେ ବା ଆଉ ହବନି ଲୋ। କଣ ଟିକେ ଟ୍ରାଏ କର, ହବନି କଣ କହୁଛ ଯେ? ହବ କଣ ସବୁ ମୁଁ ହବ। ଟ୍ରାଏ କରିମି ତମ ପାଇଁ ମୁଁ କଣ ଦିଏନି? ତମେ ମତେ ଗୋଟେ କଥା କହିଲ, ମୁଁ ତମେ ମତେ ଯେତେବେଳେ ବି ଯାହା ମାଗିଛ ତମକୁ ମୁଁ ଯାହା ହେଲେ ବି ଦିଏ ନା ଦିଏନି? ମତେ ଗୋଟେ କଥା କହିଲ। ମୁଁ ଦେଇଛ ଯେ ଏଇଟା ବି ଦଉନ। ଏ ଦରକାର ପରା ମତେ। ଦେଇଦେବି, ଦରକାର। ସେଟା ବଡ କଥା ନୁହେଁ। ଆର ମାସକୁ ରହିଯାଉନୁ। ନା ଆମର ଏଇ ମାସ ଦରକାର। ଏଇ ମାସ ହବନି ଲୋ। ନା ଆମର ଦରକାର। ହବନି, ଟିକେ ବୁଝେ ମୋ କଥା ଟା ଶୁଣେ ବୁଝେ। ନା ମୁଁ କିଛି ବୁଝିବିନି, ମୋର ଦରକାର ମାନେ ଦରକାର। ମୁଁ କିଛି ଜାଣିନି। ତମେ ବୁଝିବନି ତ ଆଉ କିଏ ବୁଝିବ ଯେ? ଏ ନା ସାମାନ୍ୟ ଏଇ ଜୋତା ଦରକାର। ପାଇଁ ମୋ ସହିତ ଏମିତି କଥା ହଉଛ। ଏ ଜିଦି ହଁ ଧରିଲେ ହବ? ତମେ କଣ ହଁ ଛୋଟ ମୋର ପିଲା? ହଁ ମୋର ଦରକାର ପରା, ମୁଁ କହିଲି ଆରେ ଦରକାର ମାନେ ଦରକାର, ତମେ ଦବାକୁ ବାଧ୍ୟ। ମୁଁ ପ୍ରମିସ କରୁଛି ଆର ମାସକୁ କିଣେଇ ଦେବି କହିଲି ନା। ନା ମତେ ଆର ମାସ ଦରକାର ନାହିଁ, ମତେ ଏଇ ମାସ ଏଇ ଦରକାର। ଯେ ମାସ ନୂଆ ବର୍ଷ ଜାନୁଆରୀ ମାସ ମୁଁ ଆଉ କୁଆଡେ ବୁଲାବୁଲି କରିବାକୁ ଯିବି, ମତେ ଏଇ ମାସ ଦରକାର। ଏଇ ମାସରେ ମୋ ପାଖରେ 500 ଟଙ୍କା ହବ, ଆଉ ହବନି ଲୋ। ନା ମତେ ଦରକାର ମାନେ ଦରକାର, ମୁଁ କିଛି ମୁଁ ଜାଣିନି। କଣ କରିବି ତୁ ନିଜକୁ, ମୁଁ ନ କି ଖାଇକି ଗାର୍ଲଫ୍ରେଣ୍ଡ ତତେ କି ନା ନା ଗାର୍ଲଫ୍ରେଣ୍ଡ ରଖୁଛ ହାଁ? ନା ଗୋଟେ ଜୋତାଟେ କିଣେଇ ପାରିବନି ଗାର୍ଲଫ୍ରେଣ୍ଡ କୁ, କଣ ପାଇଁ ଗାର୍ଲଫ୍ରେଣ୍ଡ କରିଛ ମତେ? ସୁବିଧା ଅସୁବିଧା ଅଛି ସେଟା ବି ଦେଖେ। ହଁ ମୁଁ ଦେଖୁଛି ସବୁ। ମୁଁ ଜବ୍ ଏବେ କରିନି, ମୁଁ ଏବେ ପଢୁଛି। ମୋ ପକେଟ ମନିରୁ ଯାହା ଘରେ ଦଉଛନ୍ତି ମୁଁ ସେଇଟାରେ ବି ଇଏ କରୁଛି। ମୁଁ କିଛି ଜାଣିନି, ମୋର ଦରକାର, ତମେ ଦବ ମାନେ ଦବ, ମୁଁ କିଛି ଜାଣିନି। ଏ ମାସରେ କଣ ମିଛ କହିବି? ମୁଁ ତ ସବୁ ବହି ପତ୍ର କିଣା କିଣି କରି ମିଛ କହିକି ତମକୁ ଆଣିକି ଦିଏ। ମୋର ବି ରିଚାର୍ଜ ସରିଗଲା ଏଇ 4 ଦିନ ତଳର।
ମୁଁ କହିଲି ନା ମୋର ଦରକାର ମାନେ ଦରକାର, ତମେ ଦବାକୁ ବାଧ୍ୟ, ମୁଁ କିଛି ଜାଣିନି। ମୁଁ ଏ ମାସ ଦେଇପାରିବିନି, ତୁ ଯାହା ବି କର ମୋ ସହିତ, ଏ ମାସ ହବନି ଲୋ। ଟ୍ରାଏ କର, ତମ ଦ୍ଵାରା ସବୁ ହବ। ନା ନା ନା, ମୋ ଦ୍ୱାରା ନା ହବନି। ହବ, ହବ, ଦେଖ ମାନେ ହବ କହିଲି ନା। ମାନେ ଦେଖ କଥାଟା ବୁଝ, ହବନି। ତମେ କଣ ଚାହୁଁଛ, ମୁଁ ନ ଖାଇକି ତମକୁ ଦେବି ଚାହୁଁଛ ତ? ସେଇଆ ଚାହୁଁଛ ତ? ମୁଁ ଦେଇଦେବି କୁହ। ନା ମୁଁ ସେ କଥା କହୁନି ଯେ, ତମେ ତମେ ଟ୍ରାଏ କଣ କରୁନ ତମେ ଦବା ପାଇଁ। କଣ କହିବା ପାଇଁ ମାନେ ଚାହୁଁଛ, ମତେ ଗୋଟେ ସଫା କଥା କହିଲ। ମୁଁ କହୁଛି ତମକୁ ମୋର ମୁଁ ଦରକାର ମନା ତମେ କରିଛି କି? ଦବନି। ମୁଁ ତମକୁ ଦବା ପାଇଁ ମନା କରିଛି କି? ଦେବି। ନା। ହଁ। ତ ହେଲେ ଆର ମୋର ମାସ ଏବେ ନା, ଦରକାର। ସାମାନ୍ୟ ନା ଜୋତା ପାଇଁ ମୋ ସହିତ ତମେ ନା ଝଗଡା କରିବା ପାଇଁ ପଛଉନ। ଆର ମାସକୁ ସେ ଜୋତା ପିନ୍ଧିବାକୁ ଯଦି ମୋର ଇଣ୍ଟରେଷ୍ଟ ନଥିବ, ମୁଁ ଆଣିକି କଣ କରିବି? ମତେ ଏଇନୁ ଇଚ୍ଛା ହେଇଛି ମାନେ ମୁଁ ଏଇନୁ ଆଣିବି। ସବୁ ଜିନିଷ ମାନେ ପ୍ରାକ୍ଟିକାଲି ଦେଖ, ସୁବିଧା ଅସୁବିଧା ଅଛି। ହଁ ମୁଁ ବୁଝୁଛି ସବୁ। ଓକାତ ନାହିଁ ଯଦି କାହିଁ ଗାର୍ଲଫ୍ରେଣ୍ଡ ବନଉଥିଲ? ସାମାନ୍ୟ ଜୋତା ଗୋଟେ ଦେଇପାରିବନି। ମାନେ ସାମାନ୍ୟ ଜୋତା ପାଇଁ ମୋ ସହିତ ଔକାତ କଥା କହିଦେଲି ନା। ହଁ କେବେ ବି କହିଲି। ଭାବିନଥିଲି ଏ କଥା କହିବୁ ବୋଲି। ମୁଁ ହଁ ତତେ କୌଣସି କହିଲି ଜାଣି ଜିନିଷ ଦବା ପାଇଁ ମନା କରୁଛି କି? ତୁ ଯାହାବି ମତେ କହୁ, ଆଜି ପର୍ଯ୍ୟନ୍ତ ମୁଁ କିଛି ଯାହାବି ଜାଣିନି ମୋର କହିଛୁ ଦରକାର। ମୋ ସହିତ, ତୁ 3 ବର୍ଷ ରହି ସାରିଲୁଣି। ତୁ ଯାହାବି କହିଛୁ, ମୁଁ ତତେ ଦେଇଛି କି ନ ଦେଇଛି, ତୁ ଭଲ ଭାବରେ ଜାଣିଥିବୁ। ହୁଁ। ହଁ କଣ? ହେଲେ ମୋର ଏଟା ଦରକାର। ତତେ ଆଉ କିଏ କିଛି ଆଣିକି ଦିଏ କି? ହେଁ, ନା ତତେ ଆଉ କିଏ କିଣିକି କିଛି ଦିଅନ୍ତି କି? ମୁଁ ଦିଏ ନା। ନା। ତମକୁ ଆଉ ହୁଁ। କିଏ ଯଦି ଦଉଛନ୍ତି, କିଏ ଯା ତା ପାଖକୁ ଯାଇ ନେଇଆ ଯା। ନା ମୋର ତମଠୁ ହିଁ ଦରକାର, ଔକାତ ତମକୁ କଥା କାହିଁ କଣ ଅଲଗା କହୁଛୁ ବେ? ଅଣିଥାନ୍ତି। ମୁଁ ତୁ ଯେତିକି ତା କାଇଁ ଔକାତ ମୁଁ କରୁଛ? ସେତିକି ଦଉଛି। ତୁ ତା କାଇଁ କରୁଛ? ମୁଁ ତମକୁ ତୁ ତା କଲିଣି, ତୁ ତା କାଇଁ କରୁଛ? ମାନେ ତୁ କଥା କହୁଛୁ ଗୋଟେ କେମିତି କଥା ବୁଝିଲା ଭଳିଆ, ନିଜେ ବୁଝେ, ଛୋଟ ପିଲା ନୁହେଁ ତୁ। ନା ମୁଁ ଛୋଟ ପିଲା ନୁହଁ, ମୁଁ ଝିଅ ବଡ ପିଲା ହେଲିଣି ହେଇଛ ମାନେ ତମେ ଜାଣିପାରୁଛି। କିଛି ବୁଝିବନି ନା କଣ? ନା ମୁଁ ଏଟା ବୁଝିବିନି। ଦିଅ ମୋର ସେଟା ଦରକାର ଦିଅ, ମୁଁ ମାନେ ଦରକାର। ଦିଏ। ଏଟା ଦିଏ ସେଟା ଦିଏ। ତମର ଦରକାର, ତମେ ଝିଅ ପିଲା ହେଇଛ, ପିନ୍ଧା ପିନ୍ଧି କରିବ ଠିକ ଅଛି। ଆଜି ଏଟା ଦରକାର, କାଲି ସେଟା ଦରକାର, ମୁଁ ମାନୁଛି ଦେବି। ଗୋଟେ ଲିମିଟ ଅଛି, ଲିମିଟ କ୍ରସ କଲେ ସିଏ କଣ, ସିଏ ତମକୁ ଛାଡି ଦେଇକି ବି ପଳେଇ ଯିବେ। ହେଲେ ତମେ ଏବେ କଣ କହିବାକୁ ଚାହୁଁଛ? ନା ମୁଁ କହିବା ପାଇଁ ଚାହୁଁଛି, ସିଚୁଏସନ ଟାକୁ, ଗୋଟେ ପୁଅ ସିଚୁଏସନ ଟା କଣ ସେଇଟା ତମେ ବୁଝିବା ଦରକାର। ହଁ ମୁଁ ବୁଝିଛି, ପୁଅ ମାନଙ୍କ ସିଚୁଏସନ ମୁଁ ବୁଝିଛି ହେଲା। ମତେ ଆଉ କିଛି ହେଲା। କୁହନି, ଦବ ନା ତମେ ନାଇଁ କୁହ? ମୁଁ ଲାଷ୍ଟ କଥା କହୁଛି, ତମେ ଚାହୁଁଛ କଣ? ତମେ ଆର ମୋର ମାସ ଦରକାର ଦରକାର ଏବେ ମାନେ, ଦରକାର। ମୁଁ ଏ ମାସ ତମକୁ ଦେଇ ପାରିବି ନାହିଁ। ମୋର ଆଉ ଏଇ କିଛି ମାସରେ କୁହ, ହିଁ ଦରକାର। ଆଉ କିଛି ମୁଁ କହିବାର ଅଛି ଜାଣିନି। ଯଦି କୁହ, ନହେଲେ ନାଇଁ ହେଲା। ମୁଁ ମତେ କହିଲି ବା ମୁଣ୍ଡ ମୋର ଦରକାର। ଦେଖ, ମୋର ଏକ୍ଜାମ ବି ଆଇଲାଣି। ହଁ ମୁଁ ମତେ ବି ଜାଣିଛି ମୋର ବି ପଢାପଢି ଏକ୍ଜାମ ଅଛି। କରିଦବ। ଦେଖ ମୁଁ ଚାହୁଁନାହିଁ ମୋ ସହିତ ତମେ ଝଗଡା କର। ତମର ଏ ମୋର କିଛି ଡିଷ୍ଟର୍ବାନ୍ସ ହଉ। ତମେ ତମର ବି ଏକ୍ଜାମ, ମୋର ବି ଏକ୍ଜାମ ଅଛି ହେଲା। ଏକ୍ଜାମ ସମସ୍ତେ ଦଉଛନ୍ତି, ତମେ ଏକା ଏକ୍ଜାମ ଦଉନ। ଦେଖ ତ ଯାହା ଇଚ୍ଛା ସେଇଆ କର। ମୁଁ ପଇସା ଦେଇପାରିବିନି, ଦେବି ଯଦି 500 ଟଙ୍କା ଦେବି। ତ ମନ ଇଚ୍ଛା ଯାହା କରୁଛୁ କର, ମତେ ରଗାନି ପ୍ଲିଜ ନା କହିଦଉଛି। ସେ 500 ଟଙ୍କା ମୋର ଦରକାର ନାହିଁ, ତ ରଖିଥାଅ ଦରକାର ନାହିଁ ମାନେ ରଖିଦେ, ମତେ ବିରକ୍ତି କରାନା। ଏଇ ହେଲା। ଶୁଣ, ଶୁଣ ରାଗନି। ଶୁଣ ମ ଶୁଣୁନା। ଶୁଣ ମ ତତେ ଏ ମୁଁ ଏ ତତେ ଧନ ଗୋଟେ କଥା ଧନ କହିଲି। ଶୁଣ 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 ତୁ ରାଗନି। ଶୁଣ ମୋ ଏ କଥା ଶୁଣ, ରାଗନି। ଚୁପ ଚୁପ କହିଲେ ଏକଦମ ଚୁପ। ମୋ କଥା, ମୁଁ ତତେ କୋଉ ମାସ କିଛି ଅଭାବ ରଖିଛି, ସବୁ ମାସ ସବୁ ଦେଇଛି ଦେଇନି। ହଁ ଲୋ ମୋ କଥା ରିଚାର୍ଜ ଶୁଣ, ମୋ ମିଚାର୍ଜ କଥାଟା ଫୋନ ଶୁଣ। ଜୁତା ସବୁ ତତେ ଦିଏ, କିଛି ଅଭାବ ହଁ ରଖିଛି କି? ତମେ ମତେ ସବୁ ଦେଇଛ, ଶୁଣ ମୋ କଥାଟା ଶୁଣ। ହଁ କୁହ। ରାଗନି। ଆଉ ତ ଥଣ୍ଡା ତୁ ହୁଅ। ରାଗିଲା ଭଳିଆ କଥା କହୁଛୁ। ନାଇଁ ରାଗନି, ଯାହା ହେଲା ତାକୁ ଭୁଲିଯାଅ, ଟିକେ ଥଣ୍ଡା ହୁଅ। ହେଲା। ମୁଁ ତମ ସହ ଏଇନେ ଯାହା କଥା ହଉଥିଲି ସବୁ ପ୍ରାଙ୍କ ଥିଲା ତମ ସହ, ମୁଁ ସତରେ ମାଗୁନଥିଲି, ମୋର କିଛି ଦରକାର ନାହିଁ ତମ ଠାରୁ। ତମେ କଣ ମତେ ଦଉନ ନା ମୁଁ ତମକୁ ଜାଣିନି ତମେ କେମିତିଆ। ମୋ ସାଙ୍ଗମାନେ ଏମିତି ସବୁ ପୁଅ ମାନଙ୍କ ସହିତ ଏମିତି କଥା ହେଇକି ଏମିତି ସବୁ ପଇସା ଝଡଉଛନ୍ତି ବୋଲି ମୁଁ ସେଇ ଶୁଣିଲି, ଦେଖିକି ଆସିଲି ମୋ ସାଙ୍ଗଟା ସେମିତି କଲା ତ, ମୁଁ ଟିକେ ସେଇ ଯୋଗୁ ତମ ସହିତ ଟ୍ରାଏ କରିଥିଲି କଣ ହଉଛି କଣ ନାଇଁ। ହେଲେ ତମେ ଏତେ ରାଗିଯିବ ବୋଲି ମୁଁ ଜାଣିନଥିଲି ଲୋ, ନାଇଁ ନାଇଁ ଶୁଣୁ ସରି। ଶୁଣୁ ରାଗିବା କଥା ନୁହେଁ। ଯାହାର ଅସୁବିଧା ବେଳେ ପଇସା ନିହାତି ଦରକାର, ହଁ ମୋର ଏଇ ଜିନିଷ ଟା ଦରକାର, ମିଶେଇ ମାସେଇକି ସେ ଜିନିଷ ଟା କିଣା ହବା ଦରକାର। ତ ପୁଅ ହଁ ବି ଝିଅର ହଁ। ସିଚୁଏସନ ବୁଝିବା ଦରକାର, ଗୋଟେ ଝିଅ ବି ଗୋଟେ ପୁଅର ସିଚୁଏସନ ବୁଝିବା ଦରକାର। ସେଇ ହୁଁ ଟାଇମରେ ଯୋଉ ହେଲ୍ପ ଟା ଦରକାର, ମୁଁ ସେଇ ହେଲ୍ପ କରିବା ପାଇଁ ହୁଁ 1% ବି ପଛେଇବି ନାହିଁ। ହୁଁ। ମୁଁ ବୁଝୁଛି ତମ କଥା, ମୁଁ ଏମିତି ନୁହେଁ, ମୁଁ କେବେ ତମକୁ ଜବରଦସ୍ତି କରିଛି ନା ଏଇଟା ମୋର ଦରକାର ତମେ ଦିଅ ବୋଲି। ପ୍ରାଙ୍କ କରୁଥିଲି ଲୋ, ଏତେ ରାଗନି।
ହଉ ଠିକ ଅଛି। ଏଇ ଭିଡିଓଟା ମୁଁ ତାହେଲେ ରେକର୍ଡିଂ କରିକି ଛାଡିବି, ସବୁ ଝିଅ ପୁଅ ଦେଖିବା ଦରକାର। ଏମିତି ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ କୁ ବି ବୁଝିବା ଦରକାର। କାହିଁକି ନା ଆଜିକା ଦୁନିଆରେ ସବୁ ପିଲା କଣ, ଯେତିକି କପଲ୍ସ ଅଛନ୍ତି ସେମାନେ ଏବେ ଇନକମ କରୁନାହାନ୍ତି। ବହୁତ ସାରା କପୁଲ ଅଛନ୍ତି ଯାହା ଫଳରେ ଡିଷ୍ଟର୍ବାନ୍ସ ହଉଛି। ଏଇ ଭିଡିଓଟା ସମସ୍ତେ ଦେଖିବା ବି ଦରକାର, ସମସ୍ତେ ବୁଝିବା ବି ଦରକାର। ଆଉ ବାପା ମା ଯୋଉ ପଇସା ଦଉଛନ୍ତି ତାକୁ ସେଭ୍ କରିକି ରଖିବା କଥା। ବାସ୍ ଏମିତି କିଛି ଇନକେସ୍ କେସରେ ଯେମିତି ଆମେ ଖର୍ଚ୍ଚ କରିବା, ଯାହା ଫଳରେ ଆମ ଦୁଇ ଜଣଙ୍କର କିଛି ପ୍ରୋବ୍ଲେମ ଠାରୁ କ୍ରିଏଟ ହବା ପ୍ରୋବ୍ଲେମ ଆମେ ସଲ୍ଭ ହେଇଯିବ ପଇସାରେ। ମୋ ପାଖରେ ଆଜି ଖାଇବା ପଇସା ନାହିଁ, ତମେ କିଛି ଦେଇକି ଆଡଜଷ୍ଟମେଣ୍ଟ ହେଇଯିବ। ତମର ଆଜି ଏଇଟା ଦରକାର, ମୁଁ କିଛି ଦେଇକି ଆଡଜଷ୍ଟମେଣ୍ଟ ହଉଛି। ହଉ ତୁ ଦି ରଖ, ଜଣ ଦି ଜଣଙ୍କୁ ହେଲ୍ପ କଲେ ସବୁ ହବ। ହଉ ହଉ ରାଗନି। ହଉ ତୁ ରଖେ, ମୁଁ ଟିକେ ଆସେ, ଖାଇବା ମିଲ୍ ଆମର ବାଜିଲାଣି, ମୁଁ ଆସେ।